ହାପି ନ୍ୟୁ ଇୟର୍। ମୋର ଶ୍ରୋତା ବନ୍ଧୁମାନଙ୍କୁ ନବବର୍ଷର ଶୁଭେଚ୍ଛା। ହେ ବନ୍ଧୁଗଣ, ମୁଁ ଜାନୁଆରୀ 1 ତାରିଖ ଦିନ ଆପଣମାନଙ୍କୁ କହିଥିଲି ବାର୍ଷିକ ରାଶିଫଳ। କାଲି କହିଥିଲି ମେଷ ରାଶି ଉପରେ କେମିତି ତାଙ୍କର ପ୍ରିୟ ଗ୍ରହର କଲ୍ୟାଣ ପାଇବେ। ଆଜି ବୃଷ ରାଶି ଉପରେ କହିବି କିଭଳି କାମ କଲେ ତାଙ୍କ ପ୍ରିୟ ଗ୍ରହ ତାଙ୍କୁ ଆଶୀର୍ବାଦ କରିବେ। ଏବେ ଆଲୋଚନା କରିବା ଜାନୁଆରୀ 5 ତାରିଖ ସୋମବାର ବିଷୟରେ। ଜାନୁଆରୀ 5 ତାରିଖ ସୋମବାର ବିଷୟରେ ମେଷ ରାଶି। ଜାନୁଆରୀ 5 ତାରିଖ ସୋମବାର ମେଷ ରାଶିକୁ ଚନ୍ଦ୍ର ଓ ମଙ୍ଗଳଙ୍କର ମିତ୍ରତା ହିଁ ରକ୍ଷା କରିବ। କାରଣ ଆଜି ମେଷ ରାଶି ପାଇଁ ବଡ଼ ବଡ଼ ଝଡ଼ ଆସିବ। ଏଇ ଦୁଇ ଗ୍ରହଙ୍କର ମିତ୍ରତା ଛତା ଭଳି ବର୍ଷାର ରକ୍ଷା କଲା ଭଳି ଏ ଝଡ଼ ରକ୍ଷା କରିବ। 24 ଘଣ୍ଟା ରୋଗ ବ୍ୟାଧି ପୀଡ଼ା ଦେବ, ପାରିବାରିକ କଳହ ହେବ, ବୃଥା ବ୍ୟୟ ହେବ। ହେଲେ ଯେଉଁ ପରିମାଣରେ ହେବା କଥା ତାହା ଏ ମିତ୍ରତା କରାଇ ଦେବନି। ମେଷ ରାଶିଧାରୀ ବ୍ୟକ୍ତି ସମୁଦାୟଙ୍କ ପାଇଁ 5 ତାରିଖ ବଡ଼ ବଡ଼ ଦୁଃଖ ପସରା ନେଇ ଆସିବ। ମାତ୍ର ଚନ୍ଦ୍ର ସହ ମଙ୍ଗଳଙ୍କର ମିତ୍ରତା ଥିବାରୁ ଗର୍ଜନ ସହସ୍ର ଭାଗ ବିନ୍ଦୁ ନାସ୍ତି ନ୍ୟାୟରେ ସବୁ ସମସ୍ୟାର ସରଳ ସହଜ ସମାଧାନ ହୋଇଯିବ। 24 ଘଣ୍ଟା ଶାରୀରିକ କ୍ଲେଶ କଷ୍ଟ ଦେବ, ମାତ୍ର ଏହା ସହି ହେବ। ପାରିବାରିକ ଝଡ଼ ଉଠିବ, ମାତ୍ର ବର୍ଷା ପବନ ହେବନି। ଆମେ ତ ଜାଣିଲେ ଆଜି ଦିନଟି କେତେ ଦୁଃଖଦାୟକ। ଏଣୁ ପାରିବା ତ ହନୁମାନ ଚାଳିଶା ପଢ଼ିବା ମଙ୍ଗଳ ହେବ। ବୃଷ ରାଶି ପାଇଁ ବୃଷ ରାଶିର ସହାୟକ ହେଲେ ବର୍ଷ ସାରା ଶନି ଓ ବୃହସ୍ପତି। ଶନିଙ୍କର କଲ୍ୟାଣ କାମନା କରି ଆମେ ପ୍ରତିଦିନ ସନ୍ଧ୍ୟାରେ ଦେବୀ କାଳୀଙ୍କୁ ଦର୍ଶନ କରିବା। ହେଲେ ଖାଲି ହାତରେ ମନ୍ଦିର ଯିବାନି। ବୃହସ୍ପତିଙ୍କ କଲ୍ୟାଣ କାମନା କରି ଆମେ ବ୍ରାହ୍ମଣମାନଙ୍କୁ ଆଦର କରିବା, ଅନାଦର କରିବାନି। ଯଦି ଆମର ବ୍ରାହ୍ମଣ ଜାତି, ତାହେଲେ ଆମେ ଅନ୍ୟ ବ୍ରାହ୍ମଣକୁ ମଧ୍ୟ ସମ୍ମାନିତ କରିବା। ବ୍ରାହ୍ମଣମାନଙ୍କୁ ସମ୍ମାନିତ କଲେ ବୃହସ୍ପତି ପ୍ରସନ୍ନ ହୁଅନ୍ତି। କାଳୀମାଙ୍କୁ ଦର୍ଶନ କଲେ ଶନି ଖୁସି ହୁଅନ୍ତି। ବୃଷ ରାଶି ଖବର କ'ଣ? ବୃଷ ରାଶି ଥିବା ଜନତାଙ୍କ ପାଇଁ 5 ତାରିଖ ସୋମବାର ସମସ୍ତ ମନସ୍କାମନା ପୂରଣ କରିବ। ଯେଣୁ ଶୁକ୍ରଙ୍କ ସହ ଚନ୍ଦ୍ରଙ୍କର ମଧୁର ସମ୍ପର୍କ ନାହିଁ, ତେଣୁ ଆଜି ସବୁ କାର୍ଯ୍ୟରେ ସାମାନ୍ୟ ଖିଟଖାଟ ହେବ। ଆୟ ରୋଜଗାର ଭଲ ହେବ। ବ୍ୟବସାୟରୁ ବଢ଼ିଆ ଲାଭ ହେବ। ଭୋଜନ ଶୟନ ଭ୍ରମଣ ଆଦି ସୁଖକର ହେବ। ଯେଣୁ ବର୍ଷ ସାରା ଶନି ଓ ଗୁରୁଙ୍କ ଆଶୀର୍ବାଦ ଅଛି, ତେଣୁ
ଏଇ ଶନି ଓ ଗୁରୁଙ୍କର କଲ୍ୟାଣ କାମନା କରି ତାଙ୍କର ବିହିତ ପଦକ୍ଷେପ ନେବା। କହିଲି ନା, ମିଥୁନ ରାଶିଧାରୀ ଲୋକେ 5 ତାରିଖ ସୋମବାର ବହୁ ସମସ୍ୟାରେ ଘାଣ୍ଟି ହୋଇଯିବେ। ବିନା କାରଣରେ ବା କାରଣ ଥାଇ ଶତ୍ରୁ ସୃଷ୍ଟି ହେବେ। ମିଥୁନ ରାଶିର ଆଜି ଘାତବାର, ବୃଥା ବ୍ୟୟ ହୋଇ ଦୁଃଖ ଦେବ। ମନ ଘର ଧରିବନି, ଆକୁଳ ବ୍ୟାକୁଳ ହେବ। କାରଣ ବୁଧ ସହ ଚନ୍ଦ୍ରଙ୍କର ଶତ୍ରୁତା ଅଛି। ବୁଧ ଚନ୍ଦ୍ରଙ୍କୁ ଘୃଣା କରନ୍ତି, ଆଦୌ ଆଦର କରନ୍ତିନି। ଚନ୍ଦ୍ର କିନ୍ତୁ ବୁଧଙ୍କୁ ପ୍ରେମ କରନ୍ତି। ଜ୍ୟୋତିଷକ ନ୍ୟାୟ ଯାହା କହେ କର୍କଟ ରାଶି ପାଇଁ, ଜ୍ୟୋତିଷ ଶାସ୍ତ୍ରାନୁସାରେ କର୍କଟ ରାଶିର ଜନତା ଆଜି ବଡ଼ ଭାଗ୍ୟବାନ। ସେମାନଙ୍କୁ 5 ତାରିଖ ସୋମବାର ସମସ୍ତ ସୌଖିକ ଉପହାର ଦେବ। ସ୍ୱାସ୍ଥ୍ୟ ସମସ୍ୟା ନାହିଁ, ରୁଚିକର ଭୋଜନ, ଆରାମଦାୟୀ ନିଦ୍ରା, ଲାଭଜନକ ବୃତ୍ତି ବ୍ୟବସାୟ, ଅଧିକ ଅମଳକ୍ଷମ କୃଷି ବିଶେଷ ଆନନ୍ଦ ଦେବ। କର୍କଟ ରାଶି ପାଇଁ ଆଜି ସବୁ ଦିଗରୁ ଲାଭ ଓ ଭଲ। ତା ବୋଲି କର୍କଟ ରାଶିର ଭାଇ ବନ୍ଧୁ କୁଟୁମ୍ବ ଦିବା ସ୍ୱପ୍ନ ଦେଖନ୍ତୁନି। ଏଇଟା ହିଁ ଦୁଃଖର କାରଣ। ସିଂହ ରାଶି ପାଇଁ 5 ତାରିଖ ସୋମବାର ଏକ ସମ୍ମାନାସ୍ପଦ ଦିନ। ସମ୍ମାନାସ୍ପଦ ବୋଇଲେ ସମ୍ମାନ ଆଜି ମିଳିବ। ସିଂହ ରାଶିର ସମସ୍ତଙ୍କୁ ଆଜି ସମ୍ମାନ ମିଳିବ। ସମ୍ମାନ କାହାକୁ ମିଳେ? ଯିଏ ସତ୍କାର୍ଯ୍ୟ କରେ। ଏହା ଜାଣି ସମସ୍ତ ସିଂହ ରାଶିର ବ୍ୟକ୍ତି ନିଜ କର୍ମକୁ ଶୃଙ୍ଖଳିତ କରନ୍ତୁ, ସହଜରେ ସମ୍ମାନିତ ହେବେ। ନିଜର ଆଚାର ବିଚାର ରୁଚିକର ହେଲେ ସବୁ ସତ୍ ଲାଭ ହେବ। ସବୁ ସ୍ଥାନରୁ ସମ୍ମାନ ପାଇବେ। ଏହି ସମ୍ମାନ ଲାଭ ପାଇଁ ଆପଣଙ୍କୁ କିଛି ଖର୍ଚ୍ଚ କରିବାକୁ ପଡ଼ିବ। ଏଣୁ ଆଜି ବୃଥା ବ୍ୟୟ ହୋଇପାରେ। ବୃଥା ବ୍ୟୟ ହେବ ଏହି ସମ୍ମାନ ଲାଭ ଆଶାରେ। କଥା କଟାକଟିରେ ମନାନ୍ତର ହେବ। ତେଣୁ ଯିଏ ଯାହା କହୁଛି କହୁନା, ଢୋ ମୁଁ ଶୁଣିବିନି। ଶୁଣିଲେ ସିନା ଆଘାତ ଲାଗିବ, କଥା କଟାକଟି ହେବ। ଆଜି ଏଡ଼େ ବଡ଼ ଦିନ, ମୋତେ ସମ୍ମାନ ମିଳିବ, ମୁଁ ଟିକେ ଜଗିଦିଏ। ହଁ, ଦେହ ସାମାନ୍ୟ ଅସୁସ୍ଥ ହୋଇପାରେ। କାହିଁକି ହେବ ନା, ଆପଣା ଦୋଷେ ପ୍ରାଣୀ ମରେ। ପାଗ କୁହୁଡ଼ିଆ, ପୁଣି ଘନ କୁହୁଡ଼ି, ଶୀତ ହେଉଛି, ଉତ୍ତରା ପବନ ବହୁଛି। ଦେହ ଟିକେ ଖରାପ ହେବନି? ତେଣୁ ଆମେ ଯଦି ଦେହକୁ ଢାଙ୍କି ରଖିବା, ବୃଥା ସକାଳୁ ସକାଳୁ ବାହାରକୁ ଯିବାନି, ତାହେଲେ କିଛି ହେବନି। ଏଇଭଳି ନିଜକୁ ଜଗିବା। କାରଣ ଆପଣା ଦୋଷେ ପ୍ରାଣୀ ମରେ। ସୁଖସ୍ୟ ଦୁଃଖସ୍ୟ ନ କୋପି ଦାତା। ଏଇଟା ମନେ ରଖିଥିବେ। କନ୍ୟା ରାଶି ପାଇଁ 5 ତାରିଖ ସୋମବାର ଏକ ଲାଭପ୍ରଦ ଦିନ। ସବୁ ଦିଗରୁ ଲାଭ ହେବ। ସମସ୍ତ ପ୍ରକାର ଲୋକେ ଭିନ୍ନ ଭିନ୍ନ ଲାଭ ପାଇ ଖୁସି ହେବେ। ଲାଭ ସମସ୍ତଙ୍କର ଭିନ୍ନ ଭିନ୍ନ ନା। ଆଉ କ'ଣ ନେଇଛନ୍ତି? ଆପଣ ଜଣେ ବଣିଆ, ଆପଣଙ୍କୁ ସୁନା ଆସିଲେ ଖୁସି ହେବେ ନା। ମୁଁ କ'ଣ ଖୁସି ହେବି? ନା, ମୋ ପାଇଁ ମୁଠେ ଖାଇବାକୁ ମିଳିଗଲେ ହେଲା, ଇତ୍ୟାଦି। ଯେଉଁ କାର୍ଯ୍ୟ ଆରମ୍ଭ କରିବେ ସେଥିରେ ସଫଳ ହେବେ। ବ୍ୟବସାୟୀ, କୃଷକ, ବଣିକ, ଚିକିତ୍ସକ, ଆଇନଜୀବୀ, ବିଶେଷତଃ ଏଇଭଳି ଯେଉଁମାନଙ୍କ ହାତକୁ ପ୍ରତିଦିନ କଞ୍ଚା ପଇସା ଆସେ, ସେମାନେ ଆଜି ବିଶେଷ ଉପକୃତ ହେବେ। ଆୟ ରୋଜଗାର ଅମଳ ବଢ଼ିଯିବ। କୌଣସି
କୌଣସି ବ୍ୟକ୍ତି ଆଜି ଅଭାବ ଅନୁଭବ କରିବେନି। କନ୍ୟା ରାଶିର ତୁଳା ରାଶି ପାଇଁ 5 ତାରିଖ ସୋମବାର ଅଶାନ୍ତକର ଦିନ। କର୍ମରେ ଅଶାନ୍ତି ହେବ। କର୍ମରେ ଅଶାନ୍ତି ଯୋଗ ଅଛି। ତେଣୁ ସୋମବାର ଆଜି ତୁଳା ରାଶି ନା ଶୁକ୍ର ବାର ହେଲା ସୋମ, ଯେଣୁ ସୋମବାର, ତେଣୁ ଏଇ ଚନ୍ଦ୍ର ଆଉ ଶୁକ୍ରଙ୍କର ଶତ୍ରୁତା ହିଁ ଅଶାନ୍ତିର କାରଣ ହେବ। ଯଦି ଧୈର୍ଯ୍ୟ ଧରି ହସି ପାରିବେ ସବୁ କାମ ଠିକ୍ ଠାକ୍ ହେବ। ଅଶାନ୍ତ ପରିବେଶ ଦୂରେଇ ଯିବ। ସୂର୍ଯ୍ୟ ଉଦୟ ହେଲେ କୁହୁଡ଼ି ଦୂରେଇ ଗଲା ଭଳି ଆଜି ନୂତନ କର୍ମ ଯୋଜନା ଯୋଗ ଅଛି, କାର୍ଯ୍ୟକାରୀ ହେବ। କର୍ମ କ୍ଷେତ୍ରରୁ ଧନ ମାନ ଗୁଣ ଯଶ ଇତ୍ୟାଦି ଇତ୍ୟାଦି ମିଳିବ। ଦେହ ମନ ଠିକ୍ ରହିବ। ଆୟ ଅମଳ ଭଲ ହେବ। ଶୟନ ଭୋଜନ ଭ୍ରମଣ ଓ ଦିଅ ଦର୍ଶନରେ ବାଧା ନାହିଁ। ଆଜି ଯିଏ କର୍ମଠ ତାକୁ ପ୍ରଭୂତ ସୁଖ ମିଳିବ। ଛୋଟିଆ କଥା, କାମ ନ କଲେ ଖାଇବା ବନ୍ଦ। ସବୁ ଜାଣି ଯଦି ଅଳସୁଆ ହେବେ ତେବେ ପସ୍ତେଇବେ। ଆଉ ବିଛା କଥା ଶୁଣିବାନି। 5 ତାରିଖ ସୋମବାର ବିଛା ରାଶି ପାଇଁ ଶୁଭ। ଆଜି ଏମାନଙ୍କୁ ଗୁରୁ ପୂଜନ ଜନିତ କଲ୍ୟାଣ ମିଳିବ। ଗୁରୁ ପୂଜନ ଜନିତ କଲ୍ୟାଣ। ସେ ଗୁରୁ ପୂଜା ତ ଆଉ ନାହିଁ। ସ୍କୁଲ ବିଦ୍ୟାଳୟ ପ୍ରଭୃତିରେ, ମହାବିଦ୍ୟାଳୟ ବିଶ୍ୱବିଦ୍ୟାଳୟ ପ୍ରଭୃତିରେ ଆଉ ଗୁରୁ ପୂଜନ ନାହିଁ। ଗୁରୁ ତାଙ୍କ ସମ୍ମାନ ଜଗୁନାହାନ୍ତି। ଆଉ ଅଭିଭାବକ ତ ପ୍ରତି ମୁହୂର୍ତ୍ତରେ ଶିକ୍ଷକଙ୍କର ଭୁଲ ଖୋଜୁଛନ୍ତି। ସରକାର ବି ଶିକ୍ଷକଙ୍କୁ ଆଦୌ ଆଦର କରୁନାହାନ୍ତି। ତେଣୁ ଗୁରୁ ପୂଜନ ଆଜି ଯୋଗ ଅଛି ବିଛା ରାଶିକୁ। ଆଗେ ବୁଝିବା ଗୁରୁ କିଏ କାହାର। ଆଖି ପାଇଁ ଆଖି ପତା ହେଉଛି ଗୁରୁ। ଗୃହସ୍ଥ ପାଇଁ ଅତିଥି ହେଉଛି ଗୁରୁ। ସ୍ତ୍ରୀ ପାଇଁ ତା ସ୍ୱାମୀ ହେଲେ ଗୁରୁ। ପିତାମାତା ପୁତ୍ର କନ୍ୟାଙ୍କର ଗୁରୁ। ଆଉ ଛାତ୍ରଛାତ୍ରୀ ଶିଷ୍ୟଙ୍କର ଆଚାର୍ଯ୍ୟ ହେଲେ ଗୁରୁ। ଏ ସମସ୍ତେ ଆଜି ଗୁରୁ ପୂଜନର ସୁଯୋଗ ପାଇବେ। ଗୁରୁଙ୍କୁ ପୂଜା କରିବେ, ତାଙ୍କଠାରୁ କଲ୍ୟାଣ ଲାଭ କରିବେ। ବିଛା ରାଶି ପାଇଁ ଗୋଟିଏ ଭଲ ଦିନ, ଭଲ ସୁଯୋଗ। ଏଣୁ ହେ ମୋର ଭାଇ ବନ୍ଧୁ କୁଟୁମ୍ବ ଯିଏ ଯେଉଁଠି ଅଛ ଆଉ ଶୁଣୁଛ, ତମେ ତମ ଗୁରୁଙ୍କର ସେବା କର ନା। ଆଜି ନିଶ୍ଚିତ ଭାବରେ କିଛି ଗୋଟେ କଲ୍ୟାଣ ପାଇବ। ଶ୍ରୀ ଗୁରବେ ନମଃ। ଗୁରବେ ଏହା କହିବ, ଗୁରୁବେ ନୁହଁ, ଗୁରବେ ନମଃ। ଏଣୁ ଆଜି ଆସିବାକୁ ଥିବା ସମସ୍ୟା ସବୁ ଦୂର ହୋଇଯିବ। ଯଦି ଗୁରୁଙ୍କର କଲ୍ୟାଣ ମିଳେ, ଗୁରୁ ପୂଜନ କର। ଆଚାର ବ୍ୟବହାର ଚାଲି ଚଳନ ବିଚାର ଏସବୁଥିରେ ଟିକେ ଶୃଙ୍ଖଳା ରହୁନା। କାରଣ ଆଜି ବିଛା ରାଶି ପାଇଁ ଯେମିତି କଲ୍ୟାଣ ଯୋଗ ଅଛି, ସେମିତି ଅପମାନିତ ଯୋଗ ଅଛି। ଅପମାନ ଅସୁର ଜଗିଛି। କେଉଁଠି ଏମାନେ ଭୁଲ କରିବେ ଫଟକିନି ଗିଳିଦେବ। ତେଣୁ ଅପମାନ ଜନିତ ଦୁଃଖ ନ ଆସୁ। ମାନସିକ ଯନ୍ତ୍ରଣା ବଢ଼ିଯିବ। ବନ ପୋଡ଼ିଗଲେ ସଭିଏ ଜାଣନ୍ତି, ମନ ପୋଡ଼ିଗଲେ ଜାଣେ ଏକା ମନ। ଅପମାନ ପରା ଭୟଙ୍କର ବ୍ୟାଧି। ଏଣୁ ଚାଲି ଚଳନ ଆଚାର ବ୍ୟବହାର ରୁଚି ସମ୍ପନ୍ନ ହେବା ଉଚିତ। ବୁଝା ପଡ଼ିଲା? 5 ତାରିଖ ସୋମବାର ଧନୁ ରାଶି ସତର୍କ ରହିଲେ ଭଲ। କାରଣ ଆଜି ତାଙ୍କର ସବୁ ଦିଗରୁ ସମସ୍ୟା ହେବ। କାରଣ ଧନୁ ରାଶିର
ଗ୍ରହ ଚକ୍ର ସେଇଆ କହୁଛି। ଚୋରି ହେଇଯାଇପାରେ। ଘରେ 18ଟା କବାଟ ବନ୍ଦ କରିଥିଲେ ବି ଚୋରି ହେବାର ଭୟ ଅଛି। ରାସ୍ତାଘାଟରେ ଯଦି ବାହାରକୁ ଯାଇଥିବା ପକେଟ୍ ମାର ହେଇଯାଇପାରେ। କେଉଁଠି କେହି ଡକାୟତ ଘେରି ପାରନ୍ତି। କିଛି ନହେଲେ ହଜିଯିବ। ବୁଝାପଡ଼ୁଛି? ଶେଷକୁ ହଜିଲାନି, ଚୋରି ହେଲାନି, ଡକାୟତ ହେଲାନି। ହେଲେ ଆମେ ରଖିଥିବା ଆମ ପ୍ରିୟ ଜିନିଷ ଯାହା ଦରକାର ଆଜି ଏଇ ମୁହୂର୍ତ୍ତରେ ତାହା ମିଳିବନି। ହେଲେ କ'ଣ କରିବା? ଆମକୁ ଭରସା ବିଶ୍ୱାସ ଯେଉଁ ଦେବତା ଦିଅନ୍ତି ବା ପିତାମାତା ଦିଅନ୍ତି ତାଙ୍କୁ ଟିକେ ବାରମ୍ବାର ଧ୍ୟାନ କରିବା, ବୋଇଲେ ଏ ସମସ୍ୟା ଆସିବନି। 5 ତାରିଖ ସୋମବାର ଧନୁ ରାଶିକୁ ସତର୍କ ହେବାକୁ ପଡ଼ିବ। ଆଜି ଚୋରି ପରି ଅଘଟଣ ଘଟିପାରେ ବା ବାଟ ଘାଟରେ ଲୁଟପାଟ ହୋଇଯାଇପାରେ, ନହେଲେ ହଜିଯାଇପାରେ। ଆଜି ଆଉ ଗୋଟେ ସମସ୍ୟା ଅଛି, ଅସୁସ୍ଥତା। ଦେହ ମୁଣ୍ଡ ଖରାପ ହେବ, ଅସୁସ୍ଥତା ଲାଗି ରହିବ। ପୁରୁଣା ରୋଗ ଥିଲେ ଭାରି ବାଧିବ। ପୁରୁଣା ରୋଗୀ ଯଦି ଶଯ୍ୟାଶାୟୀ ତାହେଲେ ତାଙ୍କର ଅବସ୍ଥା ସଙ୍କଟାପନ୍ନ ହେବ, ବିଗିଡ଼ିଯିବ ଅବସ୍ଥା। ଏଣୁ ଆମେ ହନୁମାନଙ୍କ ଶରଣାପନ୍ନ ହେବା। ଦିନଟା ଭଲ ନାହିଁ ନା। ଓଂ ହଂ 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 5 ଥର କହିବା। ହଂ ଓଂ ହଂ 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 ହନୁମତେ ନମଃ। ଏ ମନ୍ତ୍ରକୁ ବାରମ୍ବାର ଜପିବା। ହୁଏତ ସଙ୍କଟ ମୋଚନ ସେ ଆମ ଭକ୍ତିର ପରାକାଷ୍ଠା ପରୀକ୍ଷା କରି ଦୟା କରିପାରନ୍ତି। ଆସନ୍ତୁ ଯିବା ମକର ପାଖ। ସୋମବାର 5 ତାରିଖ ମକର ରାଶି ପାଇଁ ଆଜି ସୁସମାଚାର ମିଳିବ। କେଉଁଠୁ ବଢ଼ିଆ ଖବର ଆସି ପହଞ୍ଚିବ, ଭାରି ମଜା ଲାଗିବ। ଆୟ ବଢ଼ିଆ ହେବ। ଆବାଳ ବୃଦ୍ଧ ବନିତା ସମସ୍ତେ ଆଜି ଅର୍ଥ ଚିନ୍ତା କରିବେ। ଯୋଗ୍ୟତା ପଦବୀ ଅନୁସାରେ, ମୂଳଧନ ଅନୁସାରେ, ଚେଷ୍ଟା ଅନୁସାରେ ଧନଲକ୍ଷ୍ମୀ ସହାୟ ହେବେ। ଖାଦ୍ୟ ପେୟ ରୁଚିକର ହେବ। ବଢ଼ିଆ ନିଦ ହେବ, ଆରାମଦାୟକ ନିଦ ହେବ। ଚାଲି ବୋଲି ଛାଣି ମାଣି କାହାଣୀରେ ଆଜି ମଧୁରତା ଆସିବ। ଆଜି ମକର ରାଶି ପାଇଁ ସବୁଠୁ ଭଲ ଦିନ। ଅର୍ଥ ଆୟ ହେବ। ଚେଷ୍ଟା, ବିଦ୍ୟା, ବୁଦ୍ଧି, ବିବେକ, ପଦବୀ ଆଉ ବ୍ୟବସାୟୀଙ୍କର ମୂଳଧନ କେତେ ଖଟେଇଛି ହେଲା। ହଁ, କୁମ୍ଭ ରାଶି ପାଇଁ, କୁମ୍ଭ ରାଶି ଲାଗି 5 ତାରିଖ ସୋମବାର ଭଲ ଦିନ। କାରଣ ଆଜି ଋଣ ରୋଗ ଶତ୍ରୁ କବଳରୁ ରକ୍ଷା ମିଳିବ। ଋଣ ରୋଗ ଶତ୍ରୁ କବଳରୁ ବିଧାତା ରକ୍ଷା କରିବେ କୁମ୍ଭ ରାଶିଙ୍କୁ। ଭଲ ଦିନ ନୁହଁ? ବଢ଼ିଆ ଦିନ। ଆମୋଦ ପ୍ରମୋଦରେ ଆଜି ଦିନଟି ଅତିବାହିତ ହେବ। କେତେ ଭଲ ଦିନ କହିଲେ? ଋଣ ଦାତା ହଇରାଣ କରିବନି, ରୋଗ ହଇରାଣ କରିବନି, ଆଉ ପୁଣି ଆମୋଦ ପ୍ରମୋଦର ଦିନ। ଆଜି ବନ୍ଧୁ ସମାଚାର ମିଳିବ, ଶୁଭ ଖବର ଦେବେ। ଭଲ ହିତାକାଂକ୍ଷୀ ବନ୍ଧୁ ଘରକୁ ଆସିବେ। ଆଉ ସମ୍ମାନ ମିଳିବ। ସମ୍ମାନର ସହିତ ଧନ ଲାଭ ହେବ। ବ୍ୟବସାୟୀ, ଚିକିତ୍ସକ, ଆଇନଜୀବୀ ମାନଙ୍କର ଆଜି ଭଲ ଆୟ ହେବ। କୃଷକ ତା କ୍ଷେତରୁ ଆଜି ଯଥେଷ୍ଟ ଭଲ ଅମଳ କରିବ। ସୀମାନ୍ତରେ ଥିବା ସୈନିକ, ସନ୍ତ୍ରାସବାଦୀଙ୍କ ପଛରେ ଗୋଡ଼େଇଥିବା ଆରକ୍ଷୀ ବାହିନୀ ଆଜି ସକ୍ସେସ୍ ହେବେ, ବିଜୟ ପତାକା ଉଡ଼େଇବେ। କୁମ୍ଭ ରାଶି ପାଇଁ ଆଜି ଭଲ ଦିନ। 5 ତାରିଖ ସୋମବାର ମୀନ ରାଶିକୁ ଯାବତୀୟ ସୁଖ ବିତରଣ କରିବେ ବିଧାତା। ମାତ୍ର ନିଜ ଦୁର୍ବୁଦ୍ଧିରୁ ଆଦରଣୀୟ ହେବେ ନାହିଁ, ଅନାଦର ପାଇବେ। ଆଜି ମୀନ ରାଶି ପାଇଁ କର୍ମ ଅନୁସାରେ ଫଳ। ପୂର୍ବ ପୁଣ୍ୟ କି ପୂର୍ବ ପାପ ଆଜି ଫଳ ଦେବନି। ଯେମିତି କର୍ମ କରିବେ ସେମିତି ଫଳ ପାଇବେ। ସୁତରାଂ ନିଜ ଦୁର୍ବୁଦ୍ଧି ପାଇଁ ଏତେ କଷ୍ଟ ଭୋଗିବେ। ଯାହାର ବୁଦ୍ଧି ଉଦୟ ହେବ, ଯେ ଉପସ୍ଥ ବୁଦ୍ଧି ଖଟେଇ ପାରିବ, ତାର କିଛି ଦୁଃଖ ନାହିଁ।
ଯିଏ ଦୁର୍ବୁଦ୍ଧି କରିବ ପରବୁଦ୍ଧିରେ ପରିଚାଳିତ ହେବ, ନିଜ ବୁଦ୍ଧିକୁ ଗୋଇଠା ମାରି ପଛକୁ ଫୋପାଡ଼ି ଦେବ, ସିଏ ହିଁ ଦୁଃଖ ଭୋଗିବ। ସୁତରାଂ ସମସ୍ତ ବୃତ୍ତିଧାରୀଙ୍କର ଆଜି ଆୟ ଅମଳ ବଢ଼ିଆ ହେବ, ଆନନ୍ଦରେ ଦିନ ଯିବ, ଦେହ ଭଲ ରହିବ, ମୁଣ୍ଡ ସୁସ୍ଥ ରହିବ ଯଦି ସମସ୍ତଙ୍କର ସହ ମଧୁର ବ୍ୟବହାର କରନ୍ତି। ଇଏ ସବୁ ମିଳିବ। ଖାଲି ମୁହଁରେ ହସନ୍ତୁ ଆଉ ମିଠା କଥା କହନ୍ତୁ, କାହାର ମରମ କଥା କହନ୍ତୁନି, ବଡ଼ ପାଟିରେ କାହାକୁ କହନ୍ତୁନି, ଚିଡ଼ାନ୍ତୁନି। ସବୁରି ଆଖିରୁ ଲୁହ ପୋଛି ଦିଅନ୍ତୁ, ଓଠରେ ହସନ୍ତୁ। ସମସ୍ତଙ୍କ ଦୁଃଖରେ ସମଦୁଃଖୀ ହୁଅନ୍ତୁ, ସହଯୋଗର ହାତ ବଢ଼ାନ୍ତୁ। ଦେଖିବେ ନା ଆପଣଙ୍କ ପାଖକୁ ସବୁ ପ୍ରକାର ସୁଖ ଶାନ୍ତି ମାଡ଼ି ଆସିବ। ସୁସ୍ଥ ରହିବେ, ଆୟ ହେବ, ଯଶ କୀର୍ତ୍ତି ବଢ଼ିବ, 5 ଲୋକ କହିବେ ଆହା କେତେ ବଢ଼ିଆ ଲୋକ। ହଁ ବନ୍ଧୁ, ଯଦି ଈଶ୍ୱର ଚାହିଁବେ ଆମେ ଆସନ୍ତାକାଲି ପୁଣି ଭେଟଘାଟ ହେବା। ଏଇ 26 ମସିହା ଆପଣଙ୍କର ସମସ୍ତ ଦୁଃଖ ହରଣ କରୁ। ରହିଲି ବନ୍ଧୁ, ନମସ୍କାର।